ନିଜ ବାପା ମାଙ୍କ ଉପରେ ଅଭିମାନ କରି କେବେ ବି ଘର ଛାଡ଼ନ୍ତୁ ନାହିଁ। ଦୁନିଆରେ ରହିବା ପାଇଁ ଘର, ଖାଇବା ପାଇଁ ଖାଦ୍ୟ, ଏମିତିକି ସବୁ ଜିନିଷ ଏକାଧିକ ଥର ମିଳିଯାଇପାରେ, କିନ୍ତୁ ଯେତେବେଳେ ଭାଙ୍ଗି ପଡ଼ିଥାଉ ସେତେବେଳେ ବାପାଙ୍କ ସାହାରା ଆଉ ମାର ସ୍ନେହକୁ ଝୁରି ହୋଇଥାଉ। ଯାହା ଥରେ ହଜିଗଲେ ଆଉ ମିଳେ ନାହିଁ, ବଞ୍ଚିବା କଷ୍ଟକର ହୋଇଯାଏ। କାରଣ ମଣିଷ ପରା ସ୍ନେହ କାଙ୍ଗାଳଟିଏ। ହସର ସଉଦାକୁ ମୂଲ୍ୟ ଦେଇ କିଣା ହୁଏ, ହେଲେ ଲୁହର ସଉଦା ବିନା ମୂଲ୍ୟରେ ମିଳିଯାଏ, ଯାହା କେବେ କେହି ଆଶା କରିନଥାଏ। ଯିଏ ଜୀବନର ପ୍ରତିଟି ଘାତ ପ୍ରତିଘାତକୁ ଏକା ସାମ୍ନା କରିବା ଶିଖିଛି, ତାକୁ ଆଉ କାହାର ସମାଲୋଚନା କିଛି ବି ବିଗାଡ଼ି ପାରିବ ନାହିଁ। ବେଳେବେଳେ ଦୂରତା ଭଲ ପାଇବାକୁ ବଢ଼େଇ ଦିଏ, ଆଉ ବେଳେବେଳେ ଦୂରତା ସମ୍ପର୍କକୁ ବି ଶେଷ କରିଦିଏ। ଯଦି ଚେହେରା, ଘର, ଧନ ଦେଖି ପ୍ରେମ ହୋଇଥାନ୍ତା, ତାହେଲେ ମାତା ପାର୍ବତୀ କେବେ ବି ଭଗବାନ ଶିବଙ୍କୁ ବିବାହ କରିନଥାନ୍ତେ। ଦୁନିଆର ପ୍ରଥମ ବିବାହ ସ୍ୱୟଂ ମାତା ପାର୍ବତୀ କିଛି ନ ଦେଖି କରିଥିଲେ। କିନ୍ତୁ ଆଜିକା ଯୁଗରେ ମଣିଷ ସ୍ୱାର୍ଥରେ ପ୍ରେମ କରୁଛନ୍ତି। ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ। ଲୋକମାନଙ୍କ କଥାରୁ କ'ଣ ମିଳିବ? ସେମାନେ ଗୋଟିଏ ମୁହୂର୍ତ୍ତରେ ପ୍ରଶଂସାରେ ପୋତି ଦେଉଥିବା ବେଳେ ଆଉ ଗୋଟିଏ ମୁହୂର୍ତ୍ତରେ ନିନ୍ଦାରେ ଭସେଇ ଦିଅନ୍ତି। ଚାକିରି ଯେତେ ବଡ଼ ହେଇଥାଉ ନା କାହିଁକି, ସ୍ୱାଧୀନତା ଅନ୍ୟ ହାତରେ ଥାଏ। କିନ୍ତୁ ବ୍ୟବସାୟ ଯେତେ ଛୋଟ ହେଉ ନା କାହିଁକି, ସ୍ୱାଧୀନତା ନିଜ ହାତରେ ଥାଏ। ଏ ପାଦ ଚାଲିବା ପାଇଁ ଅନେକ ସମୟରେ ନିଜ ଲୋକମାନଙ୍କର ସାହାରା ଖୋଜେ। ସାହାରା ଯାହାକୁ ମିଳିଯାଏ ସେମାନେ ଦୌଡ଼ି ଯାଆନ୍ତି, ଯାହାକୁ ନ ମିଳେ ସେମାନେ ସାମାନ୍ୟ ଥକି ପଡ଼ନ୍ତି। କିଛି ଯନ୍ତ୍ରଣା ଏମିତି ବି ହୋଇଥାଏ ଯାହା କେବେ କାହାକୁ କହି ହୁଏ ନାହିଁ। ଧୈର୍ଯ୍ୟ ରଖି ହସିବାକୁ ପଡ଼େ, ବେଳେବେଳେ ଲୁହ ବି ଗଡ଼େଇ ହୁଏ ନାହିଁ। କଠିନ ସମୟ ମଣିଷକୁ କେବେ ଜିତିବାକୁ ଦିଏ ନାହିଁ। ଦୃଢ଼ତା ଓ ଆତ୍ମବିଶ୍ୱାସ କେବେ ହାରିବାକୁ ଦିଏ ନାହିଁ। ମଣିଷ ବାରମ୍ବାର ହାରିବା ପରେ ମଧ୍ୟ ଜିତିବା ପାଇଁ କଠିନ ପରିଶ୍ରମ କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଆପଣ ଦିନେ ବଡ଼ ସଫଳତା ପାଇବେ। ଭାଗ୍ୟକୁ ଦୋଷ ନ ଦେଇ କର୍ମକୁ ସୁଧାରିବାକୁ ଚେଷ୍ଟା କର, ଦେଖିବ ଭାଗ୍ୟ ଆପେ ଆପେ ବଦଳିଯିବ। ଜୀବନ ଅଛି ତ ପ୍ରେମ ନିଶ୍ଚୟ ଅଛି, ହେଲେ ପ୍ରେମ କେତେବେଳେ କାହା ସହ କେମିତି ହେଇଯାଏ ତାହା ମଣିଷ ଆୟତ ବାହାରେ ଯୋଜନାବଦ୍ଧ ଭାବେ ପ୍ରେମ କରାଯାଏ ନାହିଁ, ବାସ୍ ଆପେ ଆପେ ହୋଇଯାଏ। ମଣିଷ ଗଧ ପରି ପରିଶ୍ରମ କଲେ ସଫଳ ହୋଇନଥାଏ, ବରଂ ଠିକ୍ କାମକୁ ସଫଳ ଉପାୟରେ କଲେ ସେ ସଫଳ ହୋଇଥାଏ। ଜୀବନରେ କେବେ ବି ହାର ମାନ ନାହିଁ। କିଏ ଜାଣେ ସଫଳତା ଆପଣଙ୍କର ଆଉ ଗୋଟେ ଥର ଚେଷ୍ଟାର ଅପେକ୍ଷା କରିଥିବ। ସମ୍ପର୍କ ଗଭୀର ହେଉ କି ନ ହେଉ, କିନ୍ତୁ ବିଶ୍ୱାସ ଗଭୀର ହେବା ଉଚିତ। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।